ତ ଭାଇମାନେ, ତ ଆଜି ହେଉଛି ଝିଅମାନଙ୍କ ଉପରେ କିଛି ବାର୍ତ୍ତା କହିବାର ଅଛି ମୋର। ତ ଯେଉଁ ଝିଅମାନେ ଏବେ ଚାଲିଛି ଭ୍ୟାଲେଣ୍ଟାଇନ୍ 14 ଦିନର ଭ୍ୟାଲେଣ୍ଟାଇନ୍ କି ସକ୍ ସବୁ ଚାଲିଛି ଦେଇକି ଏଇ ଖୁସିରେ ଆପଣମାନେ ତ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ହେଇଥିବ ଦେଇକି ତୁମ ବୟଫ୍ରେଣ୍ଡକୁ କିଛି ଭଲ ପାଇବା ସେୟାର କରିବା ପାଇଁ ଫଟୋ ଦୁନିଆ କିଛି ସେୟାର କରିଦେଉଛ। ତ ଏଇନା ଜାଣିଛ AI ଯୁଗ ଏଇ ଯୁଗରେ ତ ଆପଣମାନେ ଏମିତି ଭୁଲ ଟିକେ କରିଦେଉଛନ୍ତି, ଯେଉଁଟା ଯଦି ଖରାପ ବୟଫ୍ରେଣ୍ଡ ଥିବ ନା, ସିଏ କିସ କରିଦେଉଛି AIରେ ଭିଡ଼ିଓ ଫଟୋ ଅପଲୋଡ଼ କରିଦେଉଛି ଦେଇକି ଏମିତି କ୍ଲିପ୍ କାଢ଼ୁଛି। ସେଇଟା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସେଇପାଇଁ ଯେଉଁ ଝିଅମାନେ ଯଦି AI ବିଷୟରେ କିଛି ଜାଣିନଥିବ ଆଉ ଭଲ ପାଉଛ ଆଉ ଏଇ ରିଲେସନ୍ରେ ଫଟୋ କିଛି ପଠାଉଛ, ତ ସେଇ ଝିଅମାନଙ୍କୁ କିଛି କହିବାର ଅଛି। ଏଇ କିଛି ସମୟ ହେଇଥିଲା ମୋର ସାଙ୍ଗ ଜଣେ ମାନେ ଝିଅ ସାଙ୍ଗ ଜଣେ ଫୋନ୍ କରି କହିଲା ଯେ ମୁଁ ଜଣକୁ ଭଲ ପାଉଥିଲି ସିଏ ତା'ର ବୟଫ୍ରେଣ୍ଡକୁ ଫଟୋ କିଛି ପଠାଇ ଦେଇଥିଲେ ଦେଇକି ଭ୍ୟାଲେଣ୍ଟାଇନ୍ ଯୁଗ ତ ସିଏ ତ କିଛି ଏବେ ଭ୍ୟାଲେଣ୍ଟାଇନ୍ ମାନିବାକୁ ହବ। ସେ ପୁଅ କଥା ତ ଜାଣିଛ ଦେଇକି ସିଏ କିସ କରିଦେଇଛି, ତା'ର ଫଟୋ ଝିଅ ଫଟୋ ରଖିଥିଲା। ତ ଝିଅ ପଠାଇଥିଲା ଦେଇକି ସେଇ ପୁଅ AIରେ ଫଟୋ ଏମିତି ବନେଇଛି ଯେମିତି ସେଇଟା ଦେଖିଲେ ଦେଖି ହୁଏ ନାହିଁ କି ସହି ହୁଏ ନାହିଁ। ଏମିତିକା ଜିନିଷ ମାନେ ଦେଖିବା ଏଇଟା ମାନେ ଧିକ୍କାର। ସେଇ ରକମ ବନେଇଛି ଗୋଟେ ଫଟୋର ଦେଇକି କହୁଛି, ମୋ ସହିତ ଭ୍ୟାଲେଣ୍ଟାଇନ୍ ନ ମାନିଲେ ମୁଁ ଏ ଫଟୋ ତୁମ ଫ୍ୟାମିଲିକୁ ପଠାଇଦେବି, ଦେନେ ତୁମର କିସ ହେବ। ତୁମେ ସେଇ ଏମିତି ମାନେ ତାକୁ ଫୋର୍ସ କରୁଛି ଏରକମ ସିଏ ଝିଅ ମାନେ ବଞ୍ଚିବାର ତା'ର ଆଶା ହିଁ ପୁରା ଛାଡ଼ି ଯାଇଛି। ସେଥିପାଇଁ ମୁଁ କହୁଛି ଯେ ଏଇ ମାନେ ଖୁସିରେ ବୟଫ୍ରେଣ୍ଡକୁ ଫଟୋ ପଠାଇ ଦେଉଛ, ମାନେ ଏଇଟା କରିବା କଥା ନୁହେଁ। ତ ଆପଣମାନେ ଏମିତି ଖୁସି ହେଇକି ଫଟୋ ପଠାଇ ଦେଉଛ ସେ AIରେ ଏମିତି ଫଟୋ ବନେଇକି ତା'ର କରିଦେଉଛି ପୁରା ତୁମର ଫଟୋ ଏରକମ ବନେଇ ଦେଉଛି ଦେଇକି ତୁମକୁ ଫୋର୍ସ କରୁଛି ସେଟା ତୁମର ଭୁଲ ଦେଇକି ଝିଅମାନଙ୍କୁ କହୁଛି ଏମିତି ଭୁଲ କେବେ କରନ୍ତୁ ନାହିଁ, ନହେଲେ ପଛରେ ପସ୍ତେଇବ ଦେଇକି। ଏବେ AI ଯୁଗ ତ ଯଦି ମାନେ ଆପଣମାନଙ୍କର ଯଦି ଇନଷ୍ଟାଗ୍ରାମ ID ଥିବ ଝିଅମାନଙ୍କର, ତ ସବୁ ପ୍ରାଇଭେଟ୍ କରିନିଅ, ନହେଲେ ଫଟୋ ଯିଏ ହେଲେ ଡାଉନଲୋଡ଼୍ କରି ଏମିତି ହିଁ ପରିଶାନ କରିବ। ନମ୍ବର ଥିବ ତ ଏମିତି ଅସୁବିଧାରେ ପଡ଼ିବ ଏରକମ ତୁମର ଘର ଲୋକକୁ ଆଉ ଦୁନିଆ ପାଖରେ ମୁହଁ ଦେଖେଇତେ ଦେଖେଇ ହିଁ ପାରିବନି ମୁହଁ। ତ ଦୁନିଆ ବିଷୟରେ ଜାଣିଲେ ବହୁତ କିଛି ଶିଖିବାର ଅଛି ଝିଅମାନଙ୍କୁ। ତ ଏଇସବୁ ଜିନିଷ ନ ଜାଣିକି ଫଟୋ କିଛି ସେୟାର କରନି, ନହେଲେ ପଛରେ ପସ୍ତେଇବ।